ଜେଜେମା ତମେ କ'ଣ ପଢ଼ୁଛ? ମୁଁ ଭାଗବତ ପଢ଼ୁଛି। ତମେ ଭାଗବତର କଥା କହିଥିଲ ନା? ଆଜି କୁହ, ଭାଗବତରେ ଏମିତି କ'ଣ ମହତ୍ଵ ଅଛି ଯେ ତାକୁ ତମେ ସବୁଦିନ ପଢ଼ୁଛ? ହଉ ଆସେ, ମୁଁ ତତେ ସବୁ କଥା ସରଳ ଭାବରେ ବୁଝେଇଦେବି। ଶ୍ରୀମଦ୍ ଭାଗବତ ଆମର ଅତି ପୁରାତନ ଧର୍ମ ପୁସ୍ତକ। ଏହି ଭାଗବତ ପ୍ରଥମେ ସଂସ୍କୃତ ଭାଷାରେ ରଚନା ହୋଇଥିଲା। ଭାଗବତ ପଢ଼ିଲେ ମନକୁ ଶାନ୍ତି ମିଳେ ଓ ଜୀବନ ସୁନ୍ଦର ଆନନ୍ଦମୟ ହୋଇଯାଏ। ଏହା ଏକ ଏମିତିକା ଗ୍ରନ୍ଥ ଯେଉଁଥିରେ ମଣିଷର ସବୁ ସମସ୍ୟାର ସମାଧାନ ରହିଛି। ଜେଜେମା, ଏହାକୁ ସଂସ୍କୃତ ଭାଷାରେ କିଏ ରଚନା କରିଥିଲେ? ଏହାକୁ ମହାନ ତେଜସ୍ୱୀ ବ୍ୟାସଦେବ ରଚନା କରିଥିଲେ। ଜାଣିଛୁ, ରଚନା କରିବା ଆଗରୁ ବ୍ୟାସଦେବଙ୍କ ମନ ବହୁତ ଅଶାନ୍ତ ହୋଇଥିଲା। ମୋତେ କୁହ, ବ୍ୟାସଦେବ କାହିଁକି ଅଶାନ୍ତ ଥିଲେ ଆଉ ତାଙ୍କ ମନ କେମିତି ଶାନ୍ତି ପାଇଲା?